ନମସ୍କାର ଜୟ ଜଗନ୍ନାଥ ଶୁଭ ସକାଳ। ଗଣେଶ ନ୍ୟୁଜରେ ଆପଣଙ୍କୁ ସ୍ୱାଗତ। ଆଜି ହେଉଛି ଜୁନ୍ 21 ତାରିଖ ଶନିବାର। ଆଜି ଦିନର 10ଟି ବଡ଼ ଖବର ଉପରେ ନଜର ପକାଇବା। ତେଣୁ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖିବାକୁ ମୋର ଆପଣଙ୍କୁ ଅନୁରୋଧ। ଭିଡ଼ିଓ ଭଲ ଲାଗିଲେ ଆପଣଙ୍କ ଭଲ ପାଇବା ସ୍ୱରୂପ ଗୋଟେ ଲାଇକ୍ ଏବଂ ଗୋଟେ ସବସ୍କ୍ରାଇବ୍ ନିଶ୍ଚିତ କରିଦେବେ। ଆସିଲା ପ୍ରଥମ ଖବର, ଭୁବନେଶ୍ୱରରେ ପହଞ୍ଚିଲେ ମୋଦି। ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜେପିର ବର୍ଷପୂର୍ତ୍ତି ଅବସରରେ ଓଡ଼ିଶା ଆସିଛନ୍ତି ପ୍ରଧାନମନ୍ତ୍ରୀ। ମୋଦିଙ୍କ ଗସ୍ତ ପାଇଁ ରାଜଧାନୀ ପାଲଟିଛି ଲୋକରଣ୍ୟ। ଅପରାହ୍ନ 3:50ରେ ଆସି ବିମାନ ବନ୍ଦରରେ ପହଞ୍ଚିଛନ୍ତି ନରେନ୍ଦ୍ର ମୋଦି। ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିବା ପାଇଁ ବିମାନ ବନ୍ଦରରେ ପ୍ରବଳ ଭିଡ଼। ମୋଦିଙ୍କୁ ଦେଖିବାକୁ ଭୁବନେଶ୍ୱରରେ ପ୍ରବଳ ଭିଡ଼। ଆଉ କିଛି ସମୟ ପରେ କଳିଙ୍ଗ ଷ୍ଟାଡିୟମରୁ ଜନତା ମଇଦାନ ପର୍ଯ୍ୟନ୍ତ ହେବ ମୋଦିଙ୍କ ରୋଡ୍ ଶୋ। ମୋଦିଙ୍କୁ ଦେଖିବା ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରୁ ବିଜେପି କର୍ମୀ ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଯାହା କୁହାଯାଇଛି, ଆଜି ପ୍ରଧାନମନ୍ତ୍ରୀ ଓଡ଼ିଶାକୁ ବିଭିନ୍ନ ପ୍ରକାର ପ୍ରକଳ୍ପ ଭେଟି ଦେବେ। ନୂତନ ରେଳ ପ୍ରକଳ୍ପର ଶିଳାନ୍ୟାସ କରିବେ। ନିର୍ବାଚନ ସମୟରେ 2024 ମସିହାରେ ମୋଦିଙ୍କର ପ୍ରଥମ ରୋଡ୍ ଶୋ ଭୁବନେଶ୍ୱରରେ ଦେଖିବାକୁ ମିଳିଥିଲା। ଆଉ ବିଜେପି ରାଜ୍ୟରେ ଶାସନଭାର ଗ୍ରହଣ କରିବାର ବର୍ଷପୂର୍ତ୍ତି ଅବସରରେ ପୁଣି ଥରେ ରାଜଧାନୀରେ ରୋଡ୍ ଶୋ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପରବର୍ତ୍ତୀ ଖବର, ଚାଲିଛି ଠାକୁରଙ୍କ ସିଂହାସନ କାମ। ରଥକଳାରେ ଠାକୁରଙ୍କୁ ଚକା ସିଂହାସନ ତିଆରିଛନ୍ତି ବିଶ୍ୱକର୍ମା। ଚକା ବେଦିରେ ଠାକୁରେ ଅବସ୍ଥାନ କରିବେ। ବେଦି ପଛପଟେ ରହିବ ପ୍ରଭା। ବିଶ୍ୱକର୍ମାମାନେ ପ୍ରଭା କାମ ସାରିଛନ୍ତି। ରୂପକାରମାନେ ସେଥିରେ କୀର୍ତ୍ତିମୁଖ ଓ ଉଭୟ ପାର୍ଶ୍ୱରେ ମଗରମୁଣ୍ଡ କରିବେ। ଚିତ୍ରକର ରଙ୍ଗ ଦେଲେ ରଥରେ ପିଟି ହେବ ପ୍ରଭା। ଏବେ ରଥ ଉପରେ ଠାକୁରଙ୍କ ସିଂହାସନ କାମ ଜାରି ରହିଛି। ଏଥିସହ ଗୁରୁବାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ରଥ ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ କରିଛନ୍ତି। ପରବର୍ତ୍ତୀ ଖବର, ଓଡ଼ିଶାକୁ ମୋଦି ଉପହାର। ଓଡ଼ିଶାରେ ମୋହନ ସରକାରଙ୍କୁ ବର୍ଷେ। ଆଜି ଶୁକ୍ରବାର ଜନତା ମଇଦାନରେ 1 ବର୍ଷ ପୂର୍ତ୍ତି ଅବସରରେ ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ କରିଛନ୍ତି ରାଜ୍ୟ ସରକାର, ଯେଉଁଥିରେ ମୁଖ୍ୟ ଅତିଥି ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଅପରାହ୍ନ 3:40ରେ ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚିବେ। 3:45ରୁ 4:15 ପର୍ଯ୍ୟନ୍ତ ରୋଡ୍ ଶୋ କରିବେ ମୋଦି। 4:15ରୁ 5:35 ପର୍ଯ୍ୟନ୍ତ ଜନତା ମଇଦାନରେ ରହିବେ। ଏଥିସହ 19,000 କୋଟି ଟଙ୍କାର 105 ପ୍ରକଳ୍ପ, 60 ପ୍ରକଳ୍ପର ଶିଳାନ୍ୟାସ ଏବଂ 45 ପ୍ରକଳ୍ପର ଲୋକାର୍ପଣ କରିବେ ମୋଦି। ପରବର୍ତ୍ତୀ ଖବର, 30 ସେକେଣ୍ଡରେ 15 ଥର ଛୁରା ମାଡ଼, ପୁଅ ସାଜିଲା ଶତ୍ରୁ। ଛତିଶଗଡ଼ରେ ବାଲଦା ବଜାରରେ ଜଣେ ଦୋକାନୀଙ୍କୁ ଦିନ ଦ୍ୱିପ୍ରହରରେ ଆକ୍ରମଣ କରାଯାଇଛି। ପୁଅ ହିଁ ତାଙ୍କୁ ଛୁରୀରେ ଆକ୍ରମଣ କରିଥିଲା। ମଦ୍ୟପାନ କରିଥିବା ବ୍ୟକ୍ତି ଜଣଙ୍କ ତାଙ୍କ ବାପାଙ୍କୁ ଆକ୍ରମଣ କରିବା ପାଇଁ ବାଇକ୍ରେ ଦୋକାନ ଭିତରକୁ ପଶିଗଲେ, ଯିଏ ହିଁ ଭିନ୍ନକ୍ଷମ ବୋଲି କୁହାଯାଇଛି। ଘଟଣାଟି ଜୁନ୍ 17 ତାରିଖରେ ଘଟିଥିଲା, ଯେତେବେଳେ ନରେନ୍ଦ୍ର ସିଂହ ଚାଞ୍ଜଲାଙ୍କ ବଡ଼ ପୁଅ ଅମରଜିତ ତାଙ୍କ 2 ଚକିଆ ଗାଡ଼ିରେ ଦୋକାନକୁ ଆସିଥିଲେ ଏବଂ ତାଙ୍କ ବାପାଙ୍କ ଉପରେ ଆକ୍ରମଣ କରିଥିଲେ। ଏହି ଭୟଙ୍କର ମୁହୂର୍ତ୍ତଟି ଦୋକାନରେ ସିସିଟିଭି କ୍ୟାପଚର ହୋଇଥିଲା। ପରବର୍ତ୍ତୀ ଖବର, ଆଇଏସ୍ ବିଷ୍ଣୁପଦଙ୍କ ବଢ଼ିଲା ଅଡ଼ୁଆ। ହାଇକୋର୍ଟରେ ବିଷ୍ଣୁପଦଙ୍କ ଆବେଦନ ଖାରିଜ। 10 ଲକ୍ଷ ଟଙ୍କା ଲାଞ୍ଚ ଘଟଣାରେ ବିଷ୍ଣୁପଦଙ୍କ ଘରେ ରେଡ୍ କରିଥିଲା ସିବିଆଇ। ଲାଞ୍ଚ ନେଇ ଏବେ ବହୁତ ବଡ଼ ଅଧିକାରୀମାନେ ଧରାପଡ଼ୁଛନ୍ତି ଏବଂ ସେମାନଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଇଛି। ସେହିପରି ଆଉ ଏକ ଆଇଏସ୍ ଅଧିକାରୀ ବିଷ୍ଣୁପଦଙ୍କୁ ମଧ୍ୟ 10 ଲକ୍ଷ ଲାଞ୍ଚ ଘଟଣା ପାଇଁ ତାଙ୍କ ଘରେ ରେଡ୍ କରିଥିଲା ସିବିଆଇ, ଯାହାଙ୍କ ଆବେଦନ ପତ୍ରକୁ ଖାରିଜ କରିଛନ୍ତି ହାଇକୋର୍ଟ। ପରବର୍ତ୍ତୀ ଖବର, ଜୁଲାଇ ମାସ ପାଇଁ ଆସିଲା ଛୁଟି ତାଲିକା। ଏଥର ଜୁଲାଇ ମାସରେ ବ୍ୟାଙ୍କଗୁଡ଼ିକ ମୋଟ 13 ଦିନ ବନ୍ଦ ରହିବ। ପୂର୍ବବାଣୀ, ରବିବାର ଏବଂ ପ୍ରତି ମାସରେ ଦ୍ୱିତୀୟ ଏବଂ ଚତୁର୍ଥ ଶନିବାର ଯୋଗୁଁ ବ୍ୟାଙ୍କଗୁଡ଼ିକର କାମ ଅନେକ ଦିନ ପାଇଁ ବନ୍ଦ ରହିବ। ତେବେ ଏହି ଛୁଟିଗୁଡ଼ିକ ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ଦିନରେ ରହିବ। ତେଣୁ ବ୍ୟାଙ୍କକୁ ଯିବା ପୂର୍ବରୁ ଛୁଟି ବିଷୟରେ ସମ୍ପୂର୍ଣ୍ଣ ସୂଚନା ପାଇବା ବହୁତ ଗୁରୁତ୍ୱପୂର୍ଣ୍ଣ। ବ୍ୟାଙ୍କ ଛୁଟିର ଅର୍ଥ ନୁହେଁ ଯେ ଆପଣଙ୍କର ସମସ୍ତ କାମ ବନ୍ଦ ହୋଇଯିବ। ଆଜିର ଡିଜିଟାଲ ଯୁଗରେ ଫୋନ ଏବଂ ଇଣ୍ଟରନେଟ ମାଧ୍ୟମରେ ବ୍ୟାଙ୍କ ସୁବିଧା 24/7 ଉପଲବ୍ଧ। ମୋବାଇଲ ବ୍ୟାଙ୍କ, ୟୁପିଆଇ, ଇଣ୍ଟରନେଟ ବ୍ୟାଙ୍କ ଏବଂ ଏଟିଏମ୍ ମାଧ୍ୟମରେ ଆପଣଙ୍କ ଆର୍ଥିକ ଏବଂ ଅଣଆର୍ଥିକ କାରବାର ସହଜରେ କରିପାରିବେ। ପରବର୍ତ୍ତୀ ଖବର, ଆଜି ୟୁଜି ନାମଲେଖା ଶେଷ ଦିନ। ଶନିବାର ଅପରାହ୍ନ 3ଟା ପର୍ଯ୍ୟନ୍ତ ଚାଲିବ ନାମଲେଖା। ପ୍ରଥମ ରାଉଣ୍ଡ ୟୁଜି 2025-26 ନାମଲେଖା ଅବଧି ବଢ଼ିବା। ଜୁନ୍ 21 ତାରିଖ ଅପରାହ୍ନ 3ଟା ପର୍ଯ୍ୟନ୍ତ ବଢ଼ିଲା ସମୟସୀମା। ଟଙ୍କା ଜମା କରି ନଥିଲେ ବର୍ଦ୍ଧିତ ସମୟ ଭିତରେ କରିପାରିବେ। ଯଦି କଲେଜରେ ରିପୋର୍ଟ କରିପାରି ନାହାନ୍ତି ତେବେ କରିପାରିବେ। ଫ୍ରିଜ୍, ସ୍ଲାଇଡ୍
ପ୍ଲେଟ୍ କଳ୍ପନ ଆପଣାଇ ପାରିବେ। ପ୍ରଥମ ରାଉଣ୍ଡରେ ମନୋନୀତ ପିଲା ଏହା କରିପାରିବେ। ରାଜ୍ୟରେ ବିଭିନ୍ନ କଲେଜ ଗୁଡ଼ିକରେ ୟୁଜି ନାମ ଲେଖା ଜୋରସୋରରେ ଆଗେଇ ଚାଲିଛି। କଲେଜରେ ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କ ଭୀଷଣ ଭିଡ଼ ମଧ୍ୟ ଦେଖିବାକୁ ମିଳିଛି। ଭିଡ଼ ଓ ପିଲାଙ୍କ ଆଗ୍ରହକୁ ନେଇ ୟୁଜି ନାମ ଲେଖାର ଅବଧି ଉଚ୍ଚଶିକ୍ଷା ବିଭାଗ ପକ୍ଷକୁ ବଢ଼ାଇ ଦିଆଯିବା ନିଷ୍ପତ୍ତି ନେଇଛି। ପରବର୍ତ୍ତୀ ଖବର ପଶିଗଲେ ନେତାନ୍ୟାହୁ ଯୁଦ୍ଧ ଯୋଗୁଁ ଇସ୍ରାଏଲର ଏବଂ ଇରାନ ବହୁତ କ୍ଷତି ସହିଛି, କିନ୍ତୁ ଉଭୟ ଦେଶ ବର୍ତ୍ତମାନ ଥରିବାର ସ୍ଥିତିରେ ନଥିବା ପରି ମନେ ହେଉଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଏକ ବୟାନ ଦେଇ ସମାଲୋଚନା ଶିକାର ହୋଇଛନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଇସ୍ରାଏଲର ଲୋକମାନେ ନିଜେ ସେମାନଙ୍କ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ପ୍ରତିକ୍ରିୟା ପ୍ରକାଶ କରିଥିଲେ। ନେତାନ୍ୟାହୁ ତାଙ୍କ ପୁଅର ବିବାହ ସ୍ଥଗିତ ରଖିବା ଯୁଦ୍ଧର ବ୍ୟକ୍ତିଗତ ମୂଲ୍ୟ ଭାବରେ ବର୍ଣ୍ଣନା କରିଥିଲେ। ଇରାନ ଇସ୍ରାଏଲର ସରକାରୀ ହସ୍ପିଟାଲ ଉପରେ ଆକ୍ରମଣ କରିଥିଲେ। ପରବର୍ତ୍ତୀ ଖବର, ଲକ୍ଷ୍ୟ ଉପରେ ସୁନା ଦର ଛାନିଆ ଗ୍ରାହକ। ତେଣୁ ସୁନା ଦରରେ ବାରମ୍ବାର ପରିବର୍ତ୍ତନ ପରିଲକ୍ଷିତ ହେଉଛି। ଦେଶ ଓ ରାଜ୍ୟରେ ଜାରି ରହିଛି ସୁନା ଓ ରୂପାର ନୂଆ ଦର ପ୍ରତିଦିନ ନିର୍ଦ୍ଧାରଣ କରାଯାଇଥାଏ। ସୁନା ଓ ରୂପା ଦର କେଉଁ ଦିନ ଦର କମିଥାଏ ତ ପୁଣି କେଉଁ ଦିନ ଦର ବଢ଼ିଥାଏ। ତେବେ ସୁନା କମିବାକୁ ଯାଉଥିଲେ ଥରେ ନଜର ପକାନ୍ତୁ ଆଜି ଓଡ଼ିଶା ସମେତ ଦେଶର ପ୍ରମୁଖ ସହର ମାନଙ୍କରେ କେତେ ରହିଛି ସୁନା ଦର। ଆଜି ଭାରତୀୟ ବଜାରରେ 24 କ୍ୟାରେଟ ସୁନା 1,840 ଟଙ୍କା ରହିଛି। ସେହିପରି 22 କ୍ୟାରେଟ ସୁନା 92,100 ଟଙ୍କା ଛୁଇଁଛି। ତେବେ ରାଜଧାନୀ ଭୁବନେଶ୍ୱରରେ 24 କ୍ୟାରେଟ ସୁନା ମୂଲ୍ୟ 10 ଗ୍ରାମ ପିଞ୍ଚା 1,480 ଟଙ୍କା ରହିଥିବା ବେଳେ 22 କ୍ୟାରେଟ ସୁନାରୁ ମୂଲ୍ୟ 92,100 ଟଙ୍କା ପହଞ୍ଚିଛି। ପରବର୍ତ୍ତୀ ଖବର, ଟାପୁରେ ପଶିଗଲେ ଦୁଇ ଯୁବକ। ହଠାତ୍ ବଢ଼ିଲା ଇବ୍ ନଦୀ ଜଳସ୍ତର। ମଝି ନଈରେ ପଶିଗଲେ ଯୁବକ। ସୁନ୍ଦରଗଡ଼ ସଦର ବସମା ଥାନା କଡ଼ାବଗା ସ୍ଥିତ ଇବ ନଦୀ, ଯେଉଁଠି ଇବ ନଦୀ ଉପରେ ଚାଲିଛି ବ୍ୟାରେଜ କାମ। ଏହି ବ୍ୟାରେଜ ପ୍ରୋଜେକ୍ଟରେ ସିକ୍ୟୁରିଟି ଗାର୍ଡ ଭାବେ କାମ କରିଛନ୍ତି ଅତୀଶ ପଣ୍ଡା। ରାତିରେ ସହଯୋଗୀଙ୍କ ସହିତ ବ୍ୟାରେଜ କାମ କରିବା ପାଇଁ ଯାଇ ନଦୀ ମଝିରେ ଥିବା ଟାପୁରେ ଶୋଇଥିଲେ। ହେଲେ ଉପରେ ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହଠାତ୍ ଇବ ନଦୀରେ ଜଳସ୍ତର ବଢ଼ି ଯାଇଥିଲା। ଆଉ ସେଠାରୁ ବାହାରି ପାରିନଥିଲେ ଦୁଇ ବ୍ୟକ୍ତି। ଫଳରେ ମଝି ନଈରେ ଥିବା ଟାପୁରେ ଦୀର୍ଘ ସମୟ ଧରି ଫସି ଯାଇଥିଲେ। 3.5 ଘଣ୍ଟା ଧରି ଫସିବା ପରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଦୁଇ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରିଛି। ପରବର୍ତ୍ତୀ ଖବର, 1941 ଓ 1925 କ୍ୟାଲେଣ୍ଡର ସମାନ। ତୀବ୍ର ହେଉଛି ଇରାନ ଇସ୍ରାଏଲ ଲଢ଼େଇ ତୀବ୍ର ହେଉଛି ଇରାନ ଇସ୍ରାଏଲର ଲଢ଼େଇ ଅଷ୍ଟମ ଦିନରେ ଚାଲିଥିବା ଯୁଦ୍ଧ ଏବଂ ନୂତନ ପର୍ଯ୍ୟାୟରେ ପ୍ରବେଶ କରିଛି। ସଂଘର୍ଷ ଅଗଷ୍ଟ ଦିନରେ ମଧ୍ୟ ଉଭୟ ଦେଶ ପରସ୍ପର ଉପରେ ବଡ଼ ଧରଣର ଆକ୍ରମଣ କରୁଛନ୍ତି। ସମ୍ବାଦ ସରବରାହ ସଂସ୍ଥା ଇସ୍ନା ଅନୁଯାୟୀ ଇସ୍ରାଏଲର ଗୁରୁବାର ଦିନ ଇରାନ ଉପରେ ରାତାରାତି ଆକ୍ରମଣ କରିଥିଲା। ବିଭିନ୍ନ ଅଞ୍ଚଳ ଗୁଡ଼ିକୁ ଟାର୍ଗେଟ କରି ଏହି ଆଟାକ କରାଯାଇଛି। ତେବେ ଗମ୍ଭୀର ସ୍ଥିତି ମଧ୍ୟରେ ଯୁଦ୍ଧ ମୈଦାନରେ ଏଣ୍ଟ୍ରି କରିଛି ଇଜ୍ରାଏଲ। ଜେରୁସାଲେମ ପୋଷ୍ଟ ଅନୁଯାୟୀ ଇଜ୍ରାଏଲର ଉପନେତା ଶେଖ ନଇସ କାସେମ ଇସ୍ରାଏଲ ଓ ଆମେରିକା ସହିତ ସ୍ଥିତିରେ ଇରାନକୁ ପୂର୍ଣ୍ଣ ସମର୍ଥନ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ଭିଡ଼ିଓ ଭଲ ଲାଗିଲେ ଆପଣଙ୍କ ଭଲ ପାଇବା ସ୍ୱରୂପ ଗୋଟେ ସବସ୍କ୍ରାଇବ ନିଶ୍ଚିତ କରିଦେବେ। ଥ୍ୟାଙ୍କ ୟୁ।